ମୁଁ ଶୁଭଶ୍ରୀ ସିଂ କ୍ଲାସ୍ 9 ରେ ପଢୁଛି ଭୁବନେଶ୍ୱର ଝାଟପଡ଼ାରେ ରହୁଛି। ଓଡ଼ିଶୀର ଛୁଙ୍କ ଓଡ଼ିଶୀ ଶିଖିବାର କୋଉଠୁ ଶିଖିଲ ଓଡ଼ିଶୀ ଆଜି ପର୍ଯ୍ୟନ୍ତ ଏତେ ବାଟ ଆଗେଇବାର ଉତ୍ସ କଣ ତମର? ଆକ୍ଚୁଆଲି ଫାଷ୍ଟ ମୋ ମାମା ଗୋଟେ ଓଡ଼ିଶୀ ଡ୍ୟାନ୍ସର ଥିଲେ ତ ସିଏ ଚାହୁଁଛନ୍ତି କି ତାଙ୍କ ଝିଅ ବି ସେମିତି ତାଙ୍କ ଭଳିଆ ଗୋଟେ ନୃତ୍ୟଶିଳ୍ପୀ ହଉ ତ ମୁଁ ବି ଚାହୁଁଛି କି ମୁଁ ମୋ ମାମାଙ୍କ ସ୍ୱପ୍ନ ସାକାର କରିବାକୁ ଚାହୁଁଛି। କେତେ ବର୍ଷ ବୟସରୁ ତମକୁ ଓଡ଼ିଶୀ ଶିଖିବାକୁ ପଡୁଥିଲା? 4 ବର୍ଷ। 4 ବର୍ଷ। ଆଜି ଓଡ଼ିଶୀର କୋଉ ଡ୍ୟାନ୍ସଟା ଶିଖିଛ ତମେ ଓଡ଼ିଶୀର? ମୁଁ ମଙ୍ଗଳାଚରଣ, ସ୍ଥାୟୀ, ପଲ୍ଲବୀ, ଅଭିନୟ ଅଲମୋଷ୍ଟ କମ୍ପ୍ଲିଟ୍ କରିସାରିଲିଣି। ଯେମିତି ଗୁରୁଙ୍କ ନାମ କହିବା ଗୁରୁଦେବ ପ୍ରସାଦ ହଉ ବହୁତ ଗୁରୁ ଅଛନ୍ତି କେଳୁଚରଣ ଦାସ ହଉ ପୁରୁଣାମାନେ ଅଛନ୍ତି ସେମାନଙ୍କ ଦ୍ୱାରା କେତେ ପ୍ରେରିତ ହୋଇଛନ୍ତି ଓଡ଼ିଶୀ ଶିଖିବା ପାଇଁ? ବହୁତ ପ୍ରେରିତ ହେଇଛନ୍ତି ତାଙ୍କ ପାଇଁ ହିଁ ମାନେ ଯେମିତି କୁହନ୍ତି ଆମ ଓଡ଼ିଶୀ ଆସିଛି ତ ସମସ୍ତେ ଏମିତି ହିଁ ମାନେ ଆଉଥରେ କର ଚାହୁଁଛି ମୁଁ ଆଗକୁ ଏମିତି ଏଇ କ୍ଷେତ୍ରରେ ଯାଏ ମୋ ବାବା ମାମାଙ୍କ ନାମ ଏମିତି ସମସ୍ତଙ୍କୁ ପ୍ରାଉଡ୍ ଫିଲ୍ କରାଏ। ଆଗକୁ କ'ଣ ଲକ୍ଷ୍ୟ ରଖିଛନ୍ତି? IPS ହେବାର। IPS ସାଥିରେ ପାଠପଢ଼ା ସାଥିରେ ପାଠ ସାଥିରେ ଛାଟ ଏଇ ଯେଉଁ ଶିଖିବା ପାଇଁ ମନୋବୃତ୍ତି କେମିତି କ'ଣ ଟାଇମ୍ ବାହାର କରନ୍ତି ଆପଣ? ମୁଁ ସବୁଠି ଟାଇମ୍ ବାହାର କରିବାକୁ ପଡ଼େ ମ୍ୟାନେଜମେଣ୍ଟ କରେ ବେଳେବେଳେ ଯେତେ ପ୍ରୋଗ୍ରାମ୍ ଆସେ ଟିକେ ପାଠକୁ ସାଇଡ଼ରେ ରଖିଛି କି ଟିକେ ବେଶୀ ଏପଟେ ଟାଇମ୍ ଦିଏ ଏମିତି ଟାଇମ୍ ମ୍ୟାନେଜମେଣ୍ଟ କରିବାକୁ ପଡ଼େ। ପାଠ ସାଥିରେ ଆକୁ ଟାଇମ୍ ଆପଣ ବାହାର କରନ୍ତି। ଆଜ୍ଞା। ଆମେ ଦେଖୁଥିଲେ ଆପଣ ଗୁଡ଼ାଏ ଆୱାର୍ଡ଼ ବି ପାଇଛନ୍ତି ଆଉ ଗୁଡ଼ାଏ ସାର୍ଟିଫିକେଟ୍ ମଧ୍ୟ ଆଜି ପର୍ଯ୍ୟନ୍ତ ଆଚିଭ୍ କରିଛନ୍ତି। ଏଇ ଆୱାର୍ଡ଼ ଗୁଡ଼ାକ ସାର୍ଟିଫିକେଟ୍ କୋଉ ଅନୁଷ୍ଠାନରୁ ପାଇଛନ୍ତି? ମୁଁ ବହୁତ ସାରା ପାଇଛି ଯେମିତି ସ୍କୁଲରେ ହବ ବହୁତ ସାରା ପ୍ରୋଗ୍ରାମକୁ ବି ଯାଇଛି ଯେମିତି ଅକ୍ର ଫେଷ୍ଟିଭାଲ ହବ ଓଡ଼ିଆ ଅସ୍ମିତା ହବ ପ୍ରବାସୀ ଭାରତୀୟ ହବ ବହୁତ ସାରା ଫେଷ୍ଟିଭାଲକୁ ଯାଇଛି ଏମିତି ପାଇଛି ସେଇଠୁ। ଆଉ ଗୋଟେ କଥା ଓଡ଼ିଶାରେ ଓଡ଼ିଶୀ ଶିଖା ହେଉଛି କୁନି କୁନି ପିଲାମାନେ ପର୍ଯ୍ୟନ୍ତ ବର୍ତ୍ତମାନ ଶିଖିବା ଆରମ୍ଭ କଲେଣି ଓଡ଼ିଶା ବାହାରେ ମଧ୍ୟ ଓଡ଼ିଶୀର ବହୁତ ପ୍ରଭାବ ଅଛି। ଏଇ ଯେଉଁ ପ୍ରଭାବ ରହୁଛି ଏଇ ଯେଉଁ ପିଲାମାନେ ମଧ୍ୟ ବର୍ତ୍ତମାନ ଶିଖୁଛନ୍ତି ତାଙ୍କୁ କ'ଣ କହିବେ ଶିଖିବା ପାଇଁ? ଆପଣ ଏମିତି ଶିଖନ୍ତୁ ଯେହେତୁ ଇଏ ହେଉଛି ଆମ ଶାସ୍ତ୍ରୀୟ ନୃତ୍ୟ ତ ମାନେ ୟାର ପ୍ରସାର ପ୍ରଚାର ହେଲେ ଏବଂ ଓଡ଼ିଶାର ବି ସେମିତି ପ୍ରସାର ପ୍ରଚାର ହବ ଆମର ବି ଉନ୍ନତି ହବ ଆମ ଦେଶର ବି ଉନ୍ନତି ହବ। ତମ ମା ବି ଜଣେ ଓଡ଼ିଶୀ ଡ୍ୟାନ୍ସର ଅଛନ୍ତି। ଆଜ୍ଞା। ଜଣେ ଗୃହିଣୀ ବି ତମକୁ ସେ ଓଡ଼ିଶୀ ଶିଖାନ୍ତି? ଆଜ୍ଞା ତାଙ୍କଠୁ ହିଁ ଫାଷ୍ଟ ମୁଁ ଶିଖିଥିଲି ତାପରେ ସିଏ ବି ତାଙ୍କର ମନ ହେଲା କି ମୋ ଝିଅ ଏମିତି ଓଡ଼ିଶୀ ଡ୍ୟାନ୍ସର ହଉ ତ ତାପରେ ମୁଁ କ୍ଲାସ୍ ଜଏନ୍ କଲି। ଆପଣ ଗୁରୁ କାହାକୁ ମାନନ୍ତି ଓଡ଼ିଶୀର? ଫାଷ୍ଟ ତ ମୋ ମାମା ସେକେଣ୍ଡ ତାପରେ ମୋ ଗୁରୁ ଶ୍ରୀମତୀ ମମତା ଶତପଥୀ। ମମତା ଶତପଥୀ। ଆଉ ଗୋଟେ କଥା ଦେଖିବା ଭୁବନେଶ୍ୱରରେ ପିଲାମାନେ ଓଡ଼ିଶୀର ବହୁତ ଗବେଷଣାଗାର ଅଛନ୍ତି ଶିଖୁଛନ୍ତି ଆଉ ତା ସହିତ ଗାଁ ମାନଙ୍କରେ ଟିକେ ଓଡ଼ିଶୀ ଶିଖିବା ପାଇଁ ଅସୁବିଧା ହୁଏ। ତମେ ଭୁବନେଶ୍ୱର ରହିଲ ଓଡ଼ିଶୀ ଶିଖିଲ ଆଗକୁ ଚାଲିବ ଏଇ ଯେଉଁ ଆଗକୁ ଯେଉଁ ଯିବାଟା ପରମ୍ପରା ଇଏ କେତେ ବର୍ଷ ପର୍ଯ୍ୟନ୍ତ ତମର ଜାରି ରହିବ ବୋଲି ଆଶା ରଖିଛନ୍ତି? ମୁଁ ଯେପର୍ଯ୍ୟନ୍ତ ବି ମାନେ ମୁଁ ଶିଖିବାକୁ ଚାହୁଁଛି ମୁଁ ଲାଇଫ୍ ଟାଇମ୍ ପାଇଁ ଶିଖିବା ପାଇଁ ଚାହୁଁଛି ମାନେ ମୋର ବି ମାନେ ମୁଁ ସମସ୍ତଙ୍କୁ ଦେଖିବାକୁ ଚାହୁଁଛି କି ମୁଁ ଏତେ ଛୋଟ ବୟସରୁ ଷ୍ଟାର୍ଟ କରିଛି ବୋଲି। ଓଡ଼ିଶାର କଳାକୁ ନେଇକରି ଓଡ଼ିଶୀ ଜଗନ୍ନାଥଙ୍କର ଦେବଦାସୀ ଭାବେ ଓଡ଼ିଶୀରେ ଜଗନ୍ନାଥ ମନ୍ଦିର ଯେଉଁମାନେ ପୂର୍ବରୁ ଥିଲେ ଟିକେ ଦେବଦାସୀ ନୃତ୍ୟ କରନ୍ତି ଆପଣଙ୍କର ଇଚ୍ଛା ଅଛି ଦେବଦାସୀ ହେଇକରି ଜଗନ୍ନାଥ ପାଇଁ ନାଚ କରିବା ପାଇଁ? ବହୁତ ଇଚ୍ଛା ଅଛି। ଆଗକୁ ଆଉ କ'ଣ ରଖିଛନ୍ତି ମନରେ କ'ଣ ଅଛି କରିବା ପାଇଁ? ଏବଂ ବହୁତ ବଡ଼ ବଡ଼ ପ୍ରୋଗ୍ରାମକୁ ମୁଁ ଯିବାକୁ ଚାହୁଁଛି ଯେମିତି ସମସ୍ତେ ଟିଭିରେ ଆସୁଛନ୍ତି ମୁଁ ବି ସେମିତି ଟିଭିରେ ଆସିବାକୁ ଚାହୁଁଛି ମୋ ମାମା ବାବା ଯେମିତି ଗର୍ବିତ ହୁଅନ୍ତୁ ମୋତେ ନେଇକି ମୋ ଝିଅ ଟିଭିରେ ଆସିଛି ବୋଲି। ଦେଶର ନାଁ ରଖିବେ ଓଡ଼ିଶାର ନାଁ ରଖିବା ପାଇଁ ଆଜ୍ଞା ମନରେ ଅଛି ବହୁତ। ନମସ୍କାର ମୁଁ ବର୍ଷା ସିଂ ଶୁଭଶ୍ରୀର ମାମା। କ'ଣ କହିବେ ଆପଣ ଜଣେ ଗୃହିଣୀ ସହିତ ଅତୀତରେ ଭଲ ଗୋଟେ ଓଡ଼ିଶୀ ନୃତ୍ୟାଙ୍ଗନା ଥିଲେ ବର୍ତ୍ତମାନ ଝିଅ ଆପଣଙ୍କୁ ଅନୁସରଣ କରି ଆଗେଇ ଚାଲିଛି କେତେ ଖୁସି ଅଛନ୍ତି ଝିଅର? ମୁଁ ତ ବହୁତ ଖୁସି ଝିଅକୁ ନେଇକି ବହୁତ ଗର୍ବିତ ଓଡ଼ିଶୀ ଡ୍ୟାନ୍ସର ଥିଲି ଯେତେବେଳେ ମ୍ୟାରେଜ ପୂର୍ବରୁ ଓଡ଼ିଶୀ ଡ୍ୟାନ୍ସର ଥିଲି ତାପରେ ମ୍ୟାରେଜ ପରେ ବି ମୋତେ ବି ଏଠି ବି ବହୁତ କହିଥିଲେ କି ହଁ ନାଇଁ ସେଇଟା ଜାରି ରହୁ ବୋଲି କିନ୍ତୁ ଅସୁବିଧା ହେଇଥିଲା ଗୋଟେ ଝିଅ ହେଇଥିଲା ଯେ ତାକୁ ଟାଇମ୍ ଦେଇପାରିବିନି ବୋଲି ସେ ଅସୁବିଧା ଥିଲା ଟିକେ ମୁଁ ମନା କରିଦେଲି ସେବେଠୁ ମୁଁ ଛାଡ଼ିଦେଲି। ତାପରେ ଏମିତି ଗୋଟେ ପ୍ରୋଗ୍ରାମ ହେଲା ସ୍କୁଲରେ ଯେ କଲଚରାଲ ପ୍ରୋଗ୍ରାମ ଏଇ ଛୁଆଙ୍କର ଝିଅକୁ ଛାଡ଼ିଲି ଝିଅକୁ ମୁଁ ନିଜେ ଶିଖେଇଥିଲି ଭଜନରେ ତାପରେ ସିଏ ଭଲ ନାଚିଲା
ମୁଁ ଭାବିଲି କି ଝିଅ ବି ମୋ ଆଶା ବୋଧେ ପୁରା କରିବ, ତା ଆଖିରେ ମୁଁ ସ୍ୱପ୍ନ ଦେଖିବି। ସେଥିପାଇଁ ତାକୁ ମୁଁ ନେଇକି ସ୍କୁଲରେ ସେଠୁ ଦେଲି, ଡ୍ୟାନ୍ସ ସ୍କୁଲରେ ଦେଲି। ଯେହେତୁ ମୁଁ ଟାଇମ୍ ଦେଇପାରିଲିନି, ଆଉ ଗୋଟେ ଯୋଉ ଝିଅ ଥିଲା କହୁଛି ଅସୁବିଧା, ତାକୁ ଡ୍ୟାନ୍ସ ସ୍କୁଲରେ ଦେଲି। 4.5 ବର୍ଷ 5 ବର୍ଷରୁ ମୁଁ ତାକୁ ଦେଲି। 10 ବର୍ଷ ମ୍ୟାମଙ୍କ ପାଖେ ଶିଖିଲା। ତାପରେ ଏବେ ଟିକେ ଦୂର ହେଇଗଲା ବୋଲିକିରି, ଯେହେତୁ ସେଇ ସ୍କୁଲରେ ଶିଖଉଥିଲେ ମ୍ୟାମ୍, ମମତା ମ୍ୟାମ୍ ଯିଏ, ତାକୁ ଆଉ ଗୋଟେ ସ୍କୁଲରେ ଦେଲି। ଏବେ ଚାଲିଛି ସବୁ ପ୍ରୋଗ୍ରାମରେ ବି ବହୁତ ଭଲ କରୁଛି, ନାଁ ବି ଆଣୁଛି, ଆଉ ବହୁତ ଖୁସି ମତେ ଲାଗୁଛି। ମାଙ୍କ ଅନୁସରଣ ବର୍ତ୍ତମାନ ଝିଅ କରି ଆଗେଇ ଯାଇଛି। ଆପଣ ଓଡ଼ିଶୀ ଶିଖଉଥିଲେ, ସେ ଗୁରୁ ବାହାରକୁ ଯାଇକି ଗୁରୁଜୀଙ୍କ ଠାରୁ ଓଡ଼ିଶୀ ଶିଖିଲା, ଫରକ କ'ଣ ମା କୋଠୁ ଶିଖିବା ବାହାରେ ଗୁରୁ କୋଠୁ ଶିଖିବା? ନିଶ୍ଚିନ୍ତ ମା ଠାରୁ ଶିଖିବା, ଗୁରୁଙ୍କ ଠାରୁ ଶିଖିବା ବି ଫରକ ରହିବ। ମା ପାଖରେ ପିଲାମାନେ ସ୍ନେହ, ଗେଲା, ଅଳି, ମାନିବାନି ଏସବୁ ଟିକେ ରୁହେ। କିନ୍ତୁ ଜଣେ ଗୁରୁଙ୍କ ପାଖକୁ ଚାଲିଗଲେ ସେ ତାଙ୍କ ଇଏରେ ବାନ୍ଧି ହେଇଯାନ୍ତି, ଡର ଟିକେ ରୁହେ, ଡିସିପ୍ଲିନ ଟିକେ ବଢିଯାଏ। ଆଉ ମାଙ୍କ ପାଖେ କ'ଣ ଫିକିଲି ହୁଅନ୍ତି, କିନ୍ତୁ ଗୁରୁଙ୍କ ପାଖରେ ଭଲ କରନ୍ତି ସେ ପିଲାମାନେ। ଓଡ଼ିଶୀ ଶିଖିବାକୁ ଗଲେ ସାଧନା କରିବାକୁ ପଡେ। ନିଶ୍ଚିନ୍ତ। ଏ ସାଧନା କ'ଣ ଆଉ କେତେ ଦିନ ପର୍ଯ୍ୟନ୍ତ ଯୋଉଟା ରିୟାଜ କୁହାଯାଏ ଶିଖିବାକୁ ପଡିବ? ସାଧନା ତ ଓଡ଼ିଶୀର ସାଧନା ସରେନି, କାହିଁକିନା ଓଡ଼ିଶୀ ଏମିତି ଗୋଟେ ଜିନିଷ, ସେ ତ ଏମିତିରେ ଆମେ ଭାରତ କ'ଣ ଓଡ଼ିଶା, ଓଡ଼ିଶା ଭାରତ, ଏମିତିକି ଦେଶ ବାହାରକୁ ବି ଗଲାଣି। ଓଡ଼ିଶୀର ନାହିଁ ଏମିତି ଯେ ସରିବ, ତାର ଅନ୍ତ ଅଛି ବୋଲି। ସେଥିପାଇଁ ତ ଦେବଦାସୀ ମାନେ ପଡି ରୁହନ୍ତି ଜଗନ୍ନାଥଙ୍କ ପାଖରେ। ମୋର ବି ଇଚ୍ଛା କେତେବେଳେ ମୁଁ ଜଗନ୍ନାଥଙ୍କ ପାଖରେ ଝିଅଟିଏ ନଚେଇଦେବି କି, ଇଚ୍ଛା ହୁଏ ସବୁବେଳେ। ମୁଁ କୁହେ ପୁରୀ କି ନେଇକି ଯିବା, ଫେରେ ଝିଅଟିଏ ନଚେଇଦବା, ଏଇ ଟାଇପର ଇଚ୍ଛା ମୋର। କିନ୍ତୁ ତାପରେ ଛାଡିଛି। ନାଇଁ, ନାଚିନି, ନାଚିନି ଏମିତି